यूपीआई यूजर्स ପାଇଁ ବଡ଼ ଖବର। ଫେବୃଆରୀ 1ରୁ ବ୍ଲକ୍ ହୋଇଯିବ ଏସବୁ ଟ୍ରାଞ୍ଜାକ୍ସନ୍। ୟୁପିଆଇ ୟୁଜରଙ୍କ ପାଇଁ ଆସିଛି ଏକ ବଡ଼ ଖବର। ନୂଆ ମାସରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ଯଦି ଆପଣ ୟୁପିଆଇରେ ପେମେଣ୍ଟ ୟୁଜ୍ କରୁଛନ୍ତି, ଏହି ଖବର ଆପଣଙ୍କ ଲାଗି ଜରୁରୀ। ଆସନ୍ତୁ ଜାଣିବା ନୂଆ ନିୟମ କ'ଣ। ଯଦି ଆପଣ ୟୁପିଆଇରେ ପେମେଣ୍ଟ ୟୁଜ୍ କରୁଛନ୍ତି, ଏହି ଖବର ଆପଣଙ୍କ ଲାଗି ଜରୁରୀ କାରଣ ଫେବୃଆରୀ 1 ତାରିଖରୁ କୌଣସି ୟୁପିଆଇ ଆପ୍ସ ଟ୍ରାଞ୍ଜାକ୍ସନ୍ ଆଇଡି ଜେନେରେଟ୍ କରିବା ଲାଗି ସ୍ପେଶାଲ କ୍ୟାରେକ୍ଟର ବ୍ୟବହାର କରିପାରିବେ ନାହିଁ। ଯଦି କେହି ଆପ୍ ଟ୍ରାଞ୍ଜାକ୍ସନ୍ ଆଇଡିରେ ସ୍ପେଶାଲ କ୍ୟାରେକ୍ଟର ୟୁଜ୍ କରନ୍ତି, ତେବେ ସେ ସିଷ୍ଟମ୍ ପେମେଣ୍ଟକୁ କ୍ୟାନସେଲ୍ କରିଦେବ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଏହି ଗାଇଡଲାଇନ୍ ବିଜନେସ୍ ୟୁଜରଙ୍କ ପାଇଁ ଜାରି କରିଥିଲା, ହେଲେ ଏହାର ପ୍ରଭାବ ଏବେ ସାଧାରଣ ଗ୍ରାହକ ଉପରେ ମଧ୍ୟ ପଡ଼ିବ। ୟୁପିଆଇର ଟ୍ରାଞ୍ଜାକ୍ସନ୍ ଆଇଡି ଜେନେରେଟ୍ କରିବା ପାଇଁ ଥିବା ସ୍ପେଶାଲ ଏନପିସିଆଇ ଷ୍ଟାଣ୍ଡାର୍ଡ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଏନପିସିଆଇର ସବୁ କମ୍ପାନୀକୁ ଟ୍ରାଞ୍ଜାକ୍ସନ୍ ଆଇଡିର କେବଳ ଆଲଫା ନ୍ୟୁମେରିକ୍ କ୍ୟାରେକ୍ଟର ଯୋଡ଼ିବାକୁ ଆଦେଶ ଦେଉଛନ୍ତି। ନିୟମ ଅନୁଯାୟୀ ବର୍ତ୍ତମାନ କେବଳ ଆଇଡି ଥିବା ଗ୍ରାହକମାନେ ବର୍ଣ୍ଣମାଳା ଅକ୍ଷର ବ୍ୟବହାର କରି ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର କରିପାରିବେ। ଅର୍ଥ ଉପଭୋକ୍ତାମାନେ ବଡ଼ ଏରୁ ବଡ଼ ଜେ ଏବଂ ଛୋଟ ଏରୁ ଛୋଟ ଜେ ମାଧ୍ୟମରେ ଅକ୍ଷର ଏବଂ 0 ଠାରୁ 9 ମଧ୍ୟରେ ସଂଖ୍ୟା ବ୍ୟବହାର କରି ଆଇଡି ସୃଷ୍ଟି କରିପାରିବେ। ସ୍ୱତନ୍ତ୍ର ଅକ୍ଷର ଧାରଣ କରୁଥିବା ଆଇଡି ସହିତ କାରବାର ଯେପରି ଆଲଫାର ଆଲଫା ଏ, ହଚ୍ ଚିହ୍ନ, 0% ଚିହ୍ନ, ଡଲାର ଚିହ୍ନ ଇତ୍ୟାଦି ଗ୍ରହଣ କରାଯିବ ନାହିଁ। ନିୟମ ପାଳନ କରୁଥିବା ଆଇଡିକୁ ବନ୍ଦ କରାଯାଇପାରେ। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ, ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରିବେ।